ଗୋଟେ କଥା ହେଉଛି ଆଜି ଆପଣମାନଙ୍କ ଠାରୁ ବା ମାର୍କେଟରୁ ମୁଁ ଶୁଣୁଛି ଦଳ ମୋତେ ନିଲମ୍ବିତ କରିଛି ବୋଲି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଲମ୍ବିତର କାଗଜପତ୍ର ମୋର ହସ୍ତଗତ ହେଇନାହିଁ। ଯଦି ଏଇଟା ସତ୍ୟ ହେଇଥାଏ, ଏଇଥିପାଇଁ ହେଇଥିବ ମୁଁ ଭାବୁଛି ଯେ ଗତ ଏପ୍ରିଲ 12 ତାରିଖରେ ଆମେ ଲୁଣିଆଠାରେ ଏକ ସମାବେଶ କରିଥିଲୁ, ଯେଉଁଥିରେ କି 17ଟି ପଞ୍ଚାୟତର ପ୍ରତିନିଧିତ୍ୱ କରିଥିଲେ। ସେ ସମାବେଶ କରିବାର ଆମର ଆଭିମୁଖ୍ୟ ଥିଲା ଯେ ଗତ ଉପନିର୍ବାଚନରେ ଦଳକୁ ଆମେ ବାରମ୍ବାର ସୂଚନା ଦେଇଥିଲୁ ଯେ ପ୍ରତି ପଞ୍ଚାୟତରେ ଦଳ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଅଛି, ତାକୁ ଦୂର କରନ୍ତୁ ଏବଂ ସେ ଅନ୍ତର୍ଦ୍ୱନ୍ଦ୍ୱ ହେଉଛି ବୁବୁଲୁ ନାୟକଙ୍କ ବିରୁଦ୍ଧରେ। ତେଣୁ ସେ ଅନ୍ତର୍ଦ୍ୱନ୍ଦ୍ୱ ଯଦି ଦୂର ନ କରିବେ ତାହେଲେ ନିଶ୍ଚିତ ଭାବରେ ଦଳ ପରାଜୟ ବରଣ କରିବ। କିନ୍ତୁ ରାଜ୍ୟ ନେତୃତ୍ୱ ବୁବୁଲୁ ନାୟକ କହିଲେ 30,000 ଭୋଟରେ ଦଳ ଜିତିବ, ସେହି କଥାକୁ ଭରସା କରି ଯିଏ ରାଜ୍ୟ ନେତୃତ୍ୱ ଆସିଲେ ସମସ୍ତେ ଗୋଟିଏ କଥା କହିଲେ ଯେ 30,000 ଭୋଟରେ ଦଳ ଜିତିବ, ଯାହାଫଳରେ କି ଉପନିର୍ବାଚନରେ ଦଳ ପରାଜୟ ବରଣ କଲା। ଏବଂ ସେଇଥିପାଇଁ ଚଳିତ ନିର୍ବାଚନ ପୂର୍ବରୁ ଆମେ ସେ ସମାବେଶ ମାଧ୍ୟମରେ ଦଳକୁ ଜଣାଇ ଦେବା ପାଇଁ ଚାହୁଁଥିଲୁ ଯେ ଯେଉଁମାନେ ଆମେ ଏଠି ଉପସ୍ଥିତ ଅଛୁ ଯେ ସମସ୍ତଙ୍କ ଭିତରେ ଅସନ୍ତୋଷ ଅଛି। ସମସ୍ତଙ୍କର ଗୋଟିଏ ସ୍ୱର ଥିଲା ଆମର ସେଦିନ ଯେ ବୁବୁଲୁ ନାୟକ ଏକ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ସେ ବହୁ ଟଙ୍କାର ଦୁର୍ନୀତି କରିଛନ୍ତି ଧାମନଗରରେ, ପିଠା ଯୋଜନାରେ କୁହନ୍ତୁ, ଅର୍ପଣ ରଥ ଯୋଜନାରେ କୁହନ୍ତୁ, ପ୍ରତି ପଞ୍ଚାୟତକୁ ଖେଳ ସାମଗ୍ରୀ କିଣିବାର କଥା କୁହନ୍ତୁ ଏବଂ 5ଟି ସ୍କୁଲର କାମ କଥା କୁହନ୍ତୁ, ସବୁ କଥାରେ 100 କୋଟି ଟଙ୍କାର ସେ ଦୁର୍ନୀତି କରିଛନ୍ତି। NRGSରେ ନାହିଁ ନଥିବା ଦୁର୍ନୀତି ହେଇଛି ଧାମନଗର ବ୍ଲକରେ। ଧାମନଗର ବ୍ଲକରେ ସର୍ବାଧିକ ଟିସି ଆଦାୟ କରାଯାଉଛି। ତେଣୁ ଏ କଥାକୁ ଯଦି ନିୟନ୍ତ୍ରଣ କରା ନଯାଏ, ବୁବୁଲୁ ନାୟକଙ୍କ ନେତୃତ୍ୱରେ ଧାମନଗର ଯଦି ଚଳିତ ନିର୍ବାଚନ ଲଢ଼ିବାକୁ ଯାଏ ତାହେଲେ ନିଶ୍ଚିତ ଭାବରେ ଧାମନଗରରେ ପରାଜୟ ହେବ। ତେଣୁ ଧାମନଗରରେ ଗୋଟେ ଟିମ୍ ଲିଡରସିପ୍ କରାଯାଉ, ଯେ ଟିମ୍ ଲିଡରସିପ୍ ମାଧ୍ୟମରେ ନିର୍ବାଚନ ପରିଚାଳନା ହେବ। ନିର୍ବାଚନ ପରିଚାଳନା କରାଗଲେ ଦଳ ନିଶ୍ଚିତ ଭାବରେ ଧାମନଗରରେ ବିଜେଡି 1 ନମ୍ବର ଶକ୍ତି ନିଶ୍ଚିତ ଭାବରେ ଜିତିବ, ତାକୁ କେହି ହରାଇ ପାରିବ ନାହିଁ। କିନ୍ତୁ ଦଳ ଆମ କଥାକୁ ଭ୍ରୂକ୍ଷେପ କଲା ନାହିଁ। ସେହି ପୂର୍ବ ପରି ପୁଣି ଅଶୋକ ନାୟକଙ୍କ କଥାରେ ପରିଚାଳିତ ହେଇ ଯଦି ଆମକୁ ନିଲମ୍ବିତ କରାଯାଇଥାଏ, ଏହା ଯଦି ସତ୍ୟ ହୋଇଥାଏ ତାହେଲେ ଅଶୋକ ନାୟକଙ୍କର ଯେଉଁ ଭୁଲ କଥାକୁ ଶୁଣି ଦଳର ନେତୃତ୍ୱ ଆମକୁ ଦଳରୁ ନିଲମ୍ବିତ କରିଛନ୍ତି। ଆଉ ଏ କଥା ଯଦି ସତ୍ୟ ହୋଇଥାଏ ନିଶ୍ଚିତ ଭାବରେ ଆଗାମୀ ଦିନରେ ସେ ସାଧାରଣ ନିର୍ବାଚନରେ ଉପନିର୍ବାଚନ ଠାରୁ ଆହୁରି ଅଧିକ ଖରାପ ଫଳ ପ୍ରଦର୍ଶନ ହେବ ବିଜୁ ଜନତା ଦଳ ପାଇଁ ଧାମନଗରରେ, ଏହା ଧ୍ରୁବ ସତ୍ୟ। ବିଗତ ଦିନରେ ଅଶୋକ ନାୟକ ଯୋଉ ବିଜେପି ସହିତ ହାତ ମିଳାଇ ପଞ୍ଚାୟତ ସମିତି ହେଇଥିଲେ, କ'ଣ କହିଲେ? ଗୋଟିଏ କଥା ହେଉଛି, ସେଇ କଥା କହିଲେ ଦୁଃଖ ଲାଗେ ଯେ ଆମେ ଦଳରେ ପାଇଁ କାମ କରି କୌଣସି ଦଳ ବିରୋଧୀ କାର୍ଯ୍ୟ ନ କରି ଆମକୁ ଦଳ ନିଲମ୍ବିତ କରୁଛି। କିନ୍ତୁ ଅଶୋକ ନାୟକ ଯିଏକି ଅତୀତରେ ବିଜେପି ସହିତ ଗଠବନ୍ଧନ କରି ପରିବର୍ତ୍ତନ ସାମୁଖ୍ୟ ନାଁରେ ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ସହିତ ହାତ ମିଳେଇ ଚେୟାରମ୍ୟାନ୍ ହେଇଥିଲେ ଏବଂ ନଳାଙ୍ଗ ବବୁରୀ ବଣରେ ବିଷ୍ଣୁ ସେଠୀଙ୍କ ସହିତ ଭୋଜି ଖାଉଥିଲେ। ଏ କଥା, ଏ ଫଟୋଚିତ୍ର ଏବେ ବି ଆମ ପାଖରେ ଅଛି। ତାକୁ ମଧ୍ୟ ସିଏ ଦଳ ବିରୋଧୀ ନୁହନ୍ତି, କିନ୍ତୁ ଆମେ ଯେ ଠିକ୍ କଥା ପ୍ରତିପାଦିତ କରୁଛୁ ଆମେ ହେଉଛୁ ଦଳ ବିରୋଧୀ। ତେଣୁ ଏଇଭଳି ଏକ ଭୁଲ ନେତୃତ୍ୱକୁ ନେଇ ଯଦି ଦଳ ଆଗାମୀ ନିର୍ବାଚନକୁ ଯାଏ ପରାଜୟ ତ ଅବସମ୍ଭାବୀ, ଏଟାକୁ ଆଉ କିଛି ଆଶା କରିବା ଉଚିତ ନୁହେଁ। ଦଳ ଯଦି ମୋତେ ଗ୍ରହଣ ନ କରେ, ଏ ପଞ୍ଚାୟତରେ ମୋର ଏକ ସଂଗଠନ ଅଛି, ମୋ ପାଖରେ କିଛି କର୍ମୀ ଅଛନ୍ତି, ଯେଉଁ କର୍ମୀମାନଙ୍କୁ ନେଇ ସବୁବେଳେ ମୁଁ ନିଷ୍ପତ୍ତି ନେଇଥାଏ। ଗତ 3-4 ଦିନ ତଳେ ମୁଁ ଏକ ବୈଠକ ଡାକିଥିଲି। ସେ ବୈଠକରେ କର୍ମୀମାନେ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ନେଇଥିଲେ ଯେ ଆପଣ ଯାହା ନିଷ୍ପତ୍ତି ନେବେ ଆମେ ଆପଣଙ୍କ ସହିତ ଥିଲୁ, ରହିବୁ। ତେଣୁ ଆଜି ମଧ୍ୟ ମୁଁ ଚିଠି କରୁଛି, ଆସନ୍ତା ସୋମବାର ଦିନ କର୍ମୀମାନଙ୍କର ଏକ ବୈଠକ ଡାକିବି। ସେଇ ସୋମବାର ଦିନ କର୍ମୀମାନଙ୍କର ମତ ନେଇ ଯାହା ନିଷ୍ପତ୍ତି ନିଆଯିବ ସେଇ ନିଷ୍ପତ୍ତିରେ ମୁଁ କାମ କରିବି। ଏଇ ହେଉଛି ମୋର କଥା। ମନୋରମା ବାରିକ। ଆମେ ଶୁଣିବାକୁ ପାଇନୁ ଯେ ଆମେ ତ ଏପର୍ଯ୍ୟନ୍ତ ମାନେ ଶୁଣିନୁ କ୍ଲିଅର ସେ ଏମିତି କ'ଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେ ରଘୁଲଙ୍କାକୁ ଦଳରୁ ବହିଷ୍କାର କରିଛନ୍ତି। ଆମେ ସେଇଟା ତଦାରଖ କରିବା ପାଇଁ ଆସୁଛୁ ଯେ ମାନେ ବରିଷ୍ଠ ଯେତେବେଳେ ସେ ନେତା ଅଛନ୍ତି ସେ ଆମକୁ ମାର୍ଗଦର୍ଶିତା, ସିଏ ଆମକୁ ଭଲ ବାଟରେ ନେଇଛନ୍ତି। ଆମେ ସେଇଟା ପଚାରିବା ଆସୁଛୁ ଯେ କ'ଣ ହେଲା, କ'ଣ ପାଇଁ ଏସବୁ ମାନେ ପ୍ରହସନ ଚାଲିଛି। ଆପଣ ତ ଏତେ ଦଳରେ ପଡ଼ିକି ରହିଥିଲେ, ଏତେ ତ କାର୍ଯ୍ୟ କରିଛନ୍ତି। ଯଦି ଆଜି କଟସାଇ ମାଟି ଆଗକୁ ଯାଇଥାଏ କେବଳ ଆପଣଙ୍କ ପାଇଁ ଯାଇଥାଏ। ଦୀର୍ଘ 25 ବର୍ଷ ହେଲା ବି ଏଠି ବିଜେଡି ଆସୁଛି, ବିଜେପିର ପ୍ରଶ୍ନ ନାହିଁ। କାରଣ ତମେ ତ ସଂଗଠନର ସୁଦୃଢ଼, ତୁମେ ତ ମୂଳ ମଞ୍ଜି, ତାହେଲେ ଏମିତି କାହିଁକି ହେଲା ସେଇଟା ପଚାରିବା ପାଇଁ ବୁଝିବା ପାଇଁ ଆସିନୁ। ଦେଖୁଥିଲୁ କ'ଣ ହେଉଛି ଘଟଣା।
खबर दुनिया रे जोड़ी हेबा पाई सब्सक्राइब करंतु ओडिशा हाइलाइट समाचार को आउ दबे दियंतु बेल आइकन को सर्वप्रथमे खबर पाइबा पाई।